ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ନିର୍ବାଚନ ଆୟୋଗଙ୍କ ତରଫରୁ ଆମ ରାଜ୍ୟରେ ଯେଉଁଟାକି ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ବା ଯାହାକୁ ଆମେ ଓଡ଼ିଆରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ବୋଲି କହୁଛୁ, ଏଇଟା ଆପଣମାନଙ୍କର 30 ମେରୁ ଆରମ୍ଭ ହୋଇ 28 ଜୁନ୍ ପର୍ଯ୍ୟନ୍ତ ଚାଲିଥିଲା। ତ ଏହି ସମୟସୀମା ମଧ୍ୟରେ ଆପଣମାନଙ୍କ ଅଞ୍ଚଳର ଯେଉଁ ବିଏଲ୍ଓ ବା ବୁଥ୍ ଲେବୁଲ୍ ଅଫିସର ରହିଛନ୍ତି ସେମାନେ ଆପଣମାନଙ୍କ ଘରକୁ ଆସି ଡୋର୍ ଟୁ ଡୋର୍ ଯେଉଁଟାକି ଆପଣମାନଙ୍କର ସର୍ଭେ କରୁଥିଲେ ଏବଂ ଆପଣମାନଙ୍କୁ ଗୋଟେ ପରିଗଣନା ଫର୍ମ ବା ଏନୁମେରେସନ୍ ଫର୍ମ ଦେଉଥିଲେ ଏବଂ ଆପଣମାନେ ସେଇ ଏନୁମେରେସନ୍ ଫର୍ମ କରି ଫିଲ୍ଅପ୍ କରି ତାଙ୍କୁ ଯାହାକି ସବମିଟ୍ କରିଥିଲେ। ତ ଯେଉଁ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ବା ଏ ଯେଉଁ ଏସ୍ଆଇଆର୍ର ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହେଲା ପରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଯେଉଁଟାକି ଡ୍ରାଫ୍ଟ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ତ ଏହି ଡ୍ରାଫ୍ଟ ଲିଷ୍ଟରେ ଯେଉଁ ଭୋଟରମାନେ ନିଜର ପରିଗଣନା ଫର୍ମ ସବମିଟ୍ କରିଛନ୍ତି ସେମାନଙ୍କର ନାମ ରହିଛି ଏବଂ ଯେଉଁମାନେ କୌଣସି କାରଣରୁ ଆପଣମାନଙ୍କର ପରିଗଣନା ଫର୍ମ ସବମିଟ୍ କରିନାହାନ୍ତି ବା ଯଦି ଆପଣମାନଙ୍କର କୌଣସି ବ୍ୟକ୍ତିଙ୍କର ମୃତ୍ୟୁବରଣ କରିଛନ୍ତି ତ ସେ ଭୋଟରମାନଙ୍କର ତ ଏନୁମେରେସନ୍ ଫର୍ମ ସବମିଟ୍ ହେଇନାହିଁ ବା କୌଣସି କାରଣରୁ ଆପଣମାନେ ମଧ୍ୟ ଏନୁମେରେସନ୍ ଫର୍ମ ସବମିଟ୍ କରିପାରିନାହାନ୍ତି, ତାହେଲେ ଆପଣମାନଙ୍କର ଯେଉଁ ଡ୍ରାଫ୍ଟ ଲିଷ୍ଟ ଆସିଛି ତ ସେଇ ଡ୍ରାଫ୍ଟ ଲିଷ୍ଟ ଆପଣମାନଙ୍କୁ ଚେକ୍ କରିବା ପାଇଁ ପଡ଼ିବ। କାରଣ ଏଇ ଡ୍ରାଫ୍ଟ ଲିଷ୍ଟରେ ଯେଉଁମାନଙ୍କର ନାମ ନାହିଁ ବା ଯେଉଁମାନଙ୍କର ନାମ କଟିଯାଇଛି, ପାଖାପାଖି ଯଦି ଆମେ ଦେଖିବା ଆମ ଓଡ଼ିଶାରେ 20 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ବା ଭୋଟରଙ୍କ ନାମ ବର୍ତ୍ତମାନ ଯାହାକି ଭୋଟର ଲିଷ୍ଟରୁ କଟିଛି। ତା ଭିତରେ ମଧ୍ୟ ବହୁ ଜଣ ହିତାଧିକାରୀ ରହିଯାଇଛନ୍ତି ବା ବହୁ ଜଣ ଭୋଟର ରହିଯାଇଛନ୍ତି ଯେଉଁମାନେ କି ବର୍ତ୍ତମାନ କୌଣସି କାରଣରୁ ତାଙ୍କର ଏସ୍ଆଇଆର୍ରେ ଫର୍ମ ଫିଲ୍ଅପ୍ ହେଇନାହିଁ ବା ଭୁଲ ବଶତଃ ତାଙ୍କର ଏସ୍ଆଇଆର୍ କମ୍ପ୍ଲିଟ୍ ହେଇନାହିଁ, ତାହେଲେ ଆପଣମାନେ ନିହାତି ନିଜ ନିଜର ଲିଷ୍ଟ ଚେକ୍ କରିବା ଦରକାର। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଆପଣମାନେ ଆଜି ଯେଉଁ ପୁରା ରିସେଣ୍ଟ ଉପରେ ଯେଉଁ ଲିଷ୍ଟଟି ଆସିଛି ତାହା ଆପଣମାନେ କେମିତି ଚେକ୍ କରିବେ ଏବଂ ଆପଣମାନଙ୍କର ନାମ ଯଦି ସେ ଏସ୍ଆଇଆର୍ ଡ୍ରାଫ୍ଟ ଲିଷ୍ଟରେ ନାହିଁ ତାହେଲେ ଆପଣମାନଙ୍କୁ କ'ଣ କ'ଣ କରିବା ପାଇଁ ପଡ଼ିବ ତାହା ମଧ୍ୟ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ଏବଂ ମନେ ରଖନ୍ତୁ ଏହି ଭିଡ଼ିଓକୁ ଆପଣମାନେ କୌଣସି ବି ନର୍ମାଲ ଭିଡ଼ିଓ ବୋଲି ଭାବନ୍ତୁ ନାହିଁ, କାରଣ ଏହି ଯଦି ଭୁଲ ଆପଣମାନେ ଥରେ କରୁଛନ୍ତି ବା ଏସ୍ଆଇଆର୍ ଲିଷ୍ଟ ଚେକ୍ କରୁନାହାନ୍ତି, ଆପଣମାନେ ଯଦି ଏହାକୁ ଇଗ୍ନୋର କରୁଛନ୍ତି ତାହେଲେ ପରବର୍ତ୍ତୀ ସମୟରେ ଆପଣମାନଙ୍କ ନାମ ଭୋଟର ଲିଷ୍ଟରୁ କଟିଯିବ ଏବଂ ଆପଣମାନେ ପୁଣି ଥରେ ଚାହିଁଲେ ମଧ୍ୟ ଭୋଟର ଲିଷ୍ଟରେ ସାମିଲ ହେଇପାରିବେ ନାହିଁ। ତେଣୁ ଆସନ୍ତୁ କେମିତି ଆପଣମାନେ ଚେକ୍ କରିବେ, କ'ଣ କ'ଣ ଗାଇଡଲାଇନ୍ ରହିଛି ସବୁ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ସର୍ବପ୍ରଥମେ ଆପଣମାନଙ୍କୁ ମୁଁ କହୁଛି ଆପଣମାନେ ଯେଉଁ ଏସ୍ଆଇଆର୍ରେ ଫର୍ମ ଫିଲ୍ଅପ୍ କରିଥିଲେ ସେ ସମୟରେ ଆପଣମାନଙ୍କର ଦୁଇ ପ୍ରକାର ଯେଉଁଟାକି ଫର୍ମ ଫିଲ୍ଅପ୍ ହେଇଥିଲା। ଗୋଟିଏ ଥିଲେ ଯେଉଁମାନଙ୍କର ନାମ 2002 ମସିହା ଏସ୍ଆଇଆର୍ରେ ଥିଲା ତ ସେମାନେ ଫର୍ମ ଫିଲ୍ଅପ୍ କରିଥିଲେ। ତା ସହିତ ଯେଉଁମାନଙ୍କର ନାମ 2002 ମସିହା ଏସ୍ଆଇଆର୍ରେ ନଥିଲା ସେମାନେ ନିଜର ବାପା, ଜେଜେବାପା ବା ଜେଜେମା, ମା ତାଙ୍କ ଦ୍ୱାରା ତାଙ୍କର ଯେଉଁଟାକି ଆପଣମାନଙ୍କର ଯେଉଁଟାକି ରିଲେସନସିପ୍ ଅନୁସାରେ ଆପଣମାନଙ୍କର ଫର୍ମ ଫିଲ୍ଅପ୍ ହେଇଥିଲା ଯେଉଁଟାକୁ ଆମେ କ୍ୟାଟେଗୋରୀ ବି ବୋଲି କହୁଥିଲୁ। ତ ସେଇ ସବୁ ହିତାଧିକାରୀ ଭୋଟରମାନେ ବର୍ତ୍ତମାନ ତାଙ୍କର ଯେଉଁ ମ୍ୟାପିଂ କରାଯାଇଛି ସେଟା ସଠିକ୍ ଭାବରେ ମ୍ୟାପିଂ ହେଇଛି କି ନାହିଁ ତାହା ନିଜର ଡ୍ରାଫ୍ଟ ଲିଷ୍ଟରୁ ଚେକ୍ କରିପାରିବେ। ତା ପୂର୍ବରୁ ମୁଁ ଆପଣମାନଙ୍କୁ କିଛି ଏସ୍ଆଇଆର୍ର ଯେଉଁ ଆସିଛି ତାର ଗାଇଡଲାଇନ୍ ବିଷୟରେ ଆପଣମାନଙ୍କୁ ଟିକେ ଡିଟେଲ୍ସ କହିଦେଉଛି। ବର୍ତ୍ତମାନ ଦେଖନ୍ତୁ ଆପଣମାନଙ୍କର ଯେଉଁ ଆଜିର ଯେଉଁ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହୋଇଛି ଏବଂ ଆଜି ଯେଉଁଟାକି 5 ଜୁଲାଇରେ ରାଜ୍ୟରେ ମୋଟ ଆପଣମାନଙ୍କର ଯେଉଁ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରୁ 20,14,000 ଭୋଟରଙ୍କର ନାଁ କାଟିଛି। ତେଣୁ ବର୍ତ୍ତମାନ ରାଜ୍ୟରେ 3,13,00,000 ଭୋଟର ରହିଛନ୍ତି ଏବଂ ଓଡ଼ିଶାରେ ମୋଟ 31ଟି ନିର୍ବାଚନ ଜିଲ୍ଲା ଯେଉଁଟାକି ପ୍ରସ୍ତୁତ କରାଯାଇଛି ଏବଂ ନୂତନ ଭାବେ ଭୁବନେଶ୍ୱର ନିର୍ବାଚନ ଜିଲ୍ଲା ଭାବରେ ପ୍ରସ୍ତୁତ କରାଯାଇଛି। ତେଣୁ ଯେଉଁ 20,00,000 ହିତାଧିକାରୀଙ୍କ ନାମ କଟିଛି ସେ ନେଇ ଯାହାକି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯେଉଁ ରହିଛନ୍ତି ଆର୍ଏସ୍ ଗୋପାଳନ ଏ ବିଷୟରେ ସୂଚନା ଦେଇଛନ୍ତି। ତେଣୁ ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ମଧ୍ୟ ଦିଆଯାଇଛି। 3,33,99,591 ଜଣ ଭୋଟର ଥିବା ବେଳେ 3,13,87,034 ଭୋଟର ସେମାନଙ୍କର ଫର୍ମ ଦାଖଲ କରିଛନ୍ତି। ଅର୍ଥାତ୍ ଦେଖନ୍ତୁ ଆମର ଯେଉଁ ପୁରୁଣା ଭୋଟର ଲିଷ୍ଟ ଯଦି ଆମେ ଦେଖିବା 2025 ମସିହାର ଭୋଟର ଲିଷ୍ଟ ସେଥିରେ ଟୋଟାଲ ଥିଲେ ଦେଖନ୍ତୁ 3,33,99,591, କିନ୍ତୁ ଏ ଯେଉଁ ଫର୍ମ ଏନୁମେରେସନ୍ ଫର୍ମ କେତେ ଜଣ ସବମିଟ୍ କରିଛନ୍ତି ନା 3,13,87,034 ଭୋଟର। ତେଣୁ ପାଖାପାଖି ଆମର 20,14,000 ଭୋଟରଙ୍କର ନାମ କଟିଛି। ତା ସହିତ ତା ଭିତରେ ଦେଖନ୍ତୁ ମୋଟ କେତେ ଭୋଟର କେଉଁଥିରେ ରହିଛନ୍ତି, ତା ଭିତରୁ ଆପଣମାନଙ୍କର ମୃତ ବ୍ୟକ୍ତିଙ୍କର ରହିଛନ୍ତି ଯେଉଁଟାକି ସଂଖ୍ୟା 8,32,000। ଆଉ ଦେଖନ୍ତୁ ଏଇଟା ହେଉଛି ମେନ୍ ଯେଉଁଟାକି ସ୍ଥାନାନ୍ତରିତ ବା ଅନୁପସ୍ଥିତ, ଅର୍ଥାତ୍ କୌଣସି
ଭୋଟର ଯୋଉଟାକି ଆପଣମାନଙ୍କର ଓଡ଼ିଶା ଭୋଟର ଲିଷ୍ଟରେ ତାଙ୍କର ନାମ ଥିଲା, ସେମାନେ ବର୍ତ୍ତମାନ ଓଡ଼ିଶାରେ ରହୁନାହାନ୍ତି। ସେମାନେ ଅନ୍ୟ ଜାଗାକୁ ଟ୍ରାନ୍ସଫର ହେଇଛନ୍ତି। ତେଣୁ ତାଙ୍କ ତ ନାମ ଅଲରେଡି ଟ୍ରାନ୍ସଫର କରାଯାଇଛି। କିନ୍ତୁ ଯୋଉ ଅନୁପସ୍ଥିତ ଭୋଟର ବା ଯୋଉମାନେ ବାହାରେ ରହୁଛନ୍ତି, କୌଣସି କାରଣରୁ ସେମାନଙ୍କର ଭୋଟର ଆପଣମାନଙ୍କର ଯୋଉ ଏନୁମେରେସନ ଫର୍ମ ସବମିଟ କରିନାହାନ୍ତି, ତାହେଲେ ସେଇ ସବୁ ଭୋଟରଙ୍କୁ ବର୍ତ୍ତମାନ ଯୋଉଟାକି ଆପଣମାନଙ୍କର ଚିହ୍ନଟ କରାଯିବ। ଏହା ସହିତ ଏହି ତାଲିକାରେ ଏକାଧିକ ସ୍ଥାନରେ କିଛି ଭୋଟର ରହିଛନ୍ତି, ଯୋଉମାନଙ୍କ ସଂଖ୍ୟା 1,58,000 ଏବଂ ଅନ୍ୟ କାରଣ ପାଇଁ 14,000 ଭୋଟର ବର୍ତ୍ତମାନ ଯାହାକି ବାଦ ପଡ଼ିଛନ୍ତି। ତେଣୁ ଯେଉଁ ଭୋଟରମାନଙ୍କର ବର୍ତ୍ତମାନ ଲିଷ୍ଟରେ ନାଁ ନାହିଁ ବା ଯେଉଁ ଡ୍ରାଫ୍ଟ ଲିଷ୍ଟ ଯୋଉଟାକି ଆସିଛି, ସେଇ ଡ୍ରାଫ୍ଟ ଲିଷ୍ଟରେ ଯେଉଁ ଭୋଟରମାନଙ୍କର ନାଁ ନାହିଁ, ସେମାନେ ବର୍ତ୍ତମାନ କ'ଣ କରିବେ? ତ ଦେଖନ୍ତୁ, ନିର୍ବାଚନ ଅଧିକାରୀଙ୍କର କହିବା ଅନୁସାରେ ଯେ କୋଉମାନଙ୍କୁ ବା କୋଉ ଅଯୋଗ୍ୟମାନଙ୍କୁ ଏଥିରୁ ଭୋଟର ଲିଷ୍ଟରୁ ବାଦ ଦିଆଯାଇଛି, ସେମାନଙ୍କ ମଧ୍ୟରେ ବହୁତ ଜଣ ରହିଛନ୍ତି ଯେ ସେମାନେ ନିଜର ନାଗରିକତ୍ୱର ପ୍ରମାଣ ଦେଇପାରିନାହାନ୍ତି ଏବଂ ମେପିଂ ସମୟରେ ସେମାନେ ଆସିପାରିନାହାନ୍ତି। କିଛି ଲୋକଙ୍କର ଦେହାନ୍ତ ହେବା କାଳୁ ଭୋଟର ତାଲିକାରୁ ମଧ୍ୟ ବାଦ ପଡ଼ିଛି। ଯଦି ଭୁଲରେ କାହାର ନାଁ କଟିଥିବ, ଅର୍ଥାତ୍ ମନେ ରଖନ୍ତୁ, ଅର୍ଥାତ୍ ଆପଣମାନେ ଯଦି ଓଡ଼ିଶାର ଭୋଟର ଅଟନ୍ତି କିନ୍ତୁ କୌଣସି କାରଣରୁ ବର୍ତ୍ତମାନ ଯେଉଁ ନୂଆ ଭୋଟର ଲିଷ୍ଟରୁ ଆପଣମାନଙ୍କର ନାଁ କାଟିଛି, ତାହେଲେ ଆପଣମାନେ ଦେଖନ୍ତୁ ଫର୍ମ 6 ଏବଂ ଆକ୍ସନ 4 ଅନୁଯାୟୀ ଆପଣମାନଙ୍କର ଯୋଉଟାକି 18 ବର୍ଷରୁ ଯୋଉମାନଙ୍କର ଉର୍ଦ୍ଧ୍ୱ ରହିଛନ୍ତି, ସେମାନେ ନିଜର ଏଇ ଫର୍ମ ଯାହାକି ସବମିଟ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ କରାଯାଇଛି। ତେଣୁ ଆଜିଠାରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଆପଣମାନେ ଏହି ସମ୍ବନ୍ଧୀୟରେ ଦାବି ଏବଂ ଆପତ୍ତି ଗ୍ରହଣ କରାଯିବ। ତେଣୁ ଆପଣମାନେ ଯଦି ଭୋଟର ଲିଷ୍ଟରୁ ନାମ କାଟିଛି, ତାହେଲେ ବିଭାଗୀୟ ଅଧିକାରୀ କର୍ତ୍ତୃପକ୍ଷ ଯୋଉଟାକି ବିଏଲଓ ରହିଛନ୍ତି, ତାଙ୍କ ପାଖରେ ଆପଣମାନଙ୍କର ଯୋଉଟାକି ନିଜର ସବୁ କିଛି ଡିଟେଲ୍ସ ଦେଇ ଫର୍ମ 6 ଆପଣମାନଙ୍କୁ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ମନେ ରଖନ୍ତୁ, ଯେଉଁ ଅଗଷ୍ଟ 4 ତାରିଖ ରହିଛି, ଅଗଷ୍ଟ 4 ତାରିଖ ସୁଦ୍ଧା ଆପଣମାନେ ଏହି ସବୁ ଡିଟେଲ୍ସ କମ୍ପ୍ଲିଟ୍ କରନ୍ତୁ। ତାପରେ ସେପ୍ଟେମ୍ବର 2 ତାରିଖ ଭିତରେ ଆପଣମାନଙ୍କର ପୁଣି ଥରେ ଭେରିଫିକେସନ କରାଯାଇ ଫାଇନାଲ ଲିଷ୍ଟ ଯୋଉଟାକି ସେପ୍ଟେମ୍ବର 6 ତାରିଖ ପ୍ରକାଶ ପାଇବ। ଏବେ ଦେଖନ୍ତୁ, ଏଇଟା ରହିଲା ଗାଇଡଲାଇନ। ଏବେ ଆସନ୍ତୁ ଜାଣି କେମିତି ଆପଣମାନେ ନିଜର ଭୋଟର ଲିଷ୍ଟରେ ନାଁ ଚେକ୍ କରିବେ। ଦେଖନ୍ତୁ, ଭୋଟର ଲିଷ୍ଟରେ ଆପଣମାନଙ୍କର ନାମ ଚେକ୍ କରିବା ପାଇଁ ଦୁଇଟି ଅପସନ୍ ରହିଛି। ଗୋଟିଏ ଆପଣମାନେ ଅନଲାଇନରେ ଚେକ୍ କରିପାରିବେ, ଆଉ ଗୋଟେ ରହିଛି ଆପଣମାନେ ନିଜ ବିଏଲଓ ଯେଉଁ ରହିଛନ୍ତି ବା ବୁଥ ଲେବୁଲ ଅଫିସର ରହିଛନ୍ତି, ତାଙ୍କ ସହିତ ଯୋଗାଯୋଗ କରି ଆପଣମାନଙ୍କର ଭୋଟର ଲିଷ୍ଟ ଯୋଉଟାକି ପ୍ରସ୍ତୁତ କରାଯାଇଛି, ସେଇ ଲିଷ୍ଟ ମଧ୍ୟ ଆପଣମାନେ ଦେଖିପାରିବେ। ତେଣୁ ପ୍ରଥମେ ଦେଖନ୍ତୁ, ଅନଲାଇନରେ ଆପଣମାନେ ଯଦି ଚେକ୍ କରିବା ପାଇଁ ଚାହୁଁଛନ୍ତି, ସର୍ବପ୍ରଥମେ ଆପଣମାନେ ଆମର ଚିଫ୍ ଇଲେକ୍ସନ କମିଶନ ଓଡ଼ିଶାଙ୍କର ଅଫିସିଆଲ ୱେବସାଇଟ୍ ଯୋଉଟାକି ଦେଖନ୍ତୁ cooodisha.nic.in, ଯାହାର ଲିଙ୍କ ମୁଁ ଆପଣମାନଙ୍କୁ ଡେସ୍କ୍ରିପସନରେ ଦେଇଦେବି। ସେଇ ୱେବସାଇଟ୍କୁ ଭିଜିଟ୍ କଲା ପରେ ଦେଖନ୍ତୁ ଏଠି ଗୋଟେ ଅପସନ୍ ଆସୁଛି ନ୍ୟୁ ଅପଡେଟ୍। ତ ସେଇ ନ୍ୟୁ ଅପଡେଟ୍ରେ ଦେଖନ୍ତୁ ଫାଷ୍ଟ ଯେଉଁ ନ୍ୟୁ ଅପସନ୍ ଅଛି ସେଠି ଆପଣମାନେ କ୍ଲିକ୍ କରିଦେବେ। এই ଅପସନ୍ରେ ଯେତେବେଳେ ଆପଣମାନେ କ୍ଲିକ୍ କରୁଛନ୍ତି, ୟାର ଡାଇରେକ୍ଟ ଲିଙ୍କ ମଧ୍ୟ ମୁଁ ଆପଣମାନଙ୍କୁ ଦେଇଦେବି। ଦେଖନ୍ତୁ, ଏଠି ଆପଣମାନଙ୍କର ଡ୍ରାଫ୍ଟ ଲିଷ୍ଟ ବିଷୟରେ କିଛି ଡିଟେଲ୍ସ କୁହାଯାଇଛି ଯେ ଲିଷ୍ଟ ଅଫ୍ ଭୋଟର ହୁଜ୍ ନେମ୍ were in the voter electoral roll 2025 but are not included in the draft voter list। ଅର୍ଥାତ୍ ମୁଁ ଆପଣମାନଙ୍କୁ ଏଇଟା ଓଡ଼ିଆରେ ବୁଝେଇ ଦେଉଛି ଯେ ସେ କ'ଣ କହୁଛନ୍ତି ଯେ ଯେଉଁମାନଙ୍କର ନାମ 2025 ଭୋଟର ଲିଷ୍ଟରେ ଥିଲା କିନ୍ତୁ ବର୍ତ୍ତମାନ ସେମାନଙ୍କର ନାମ ଯୋଉଟାକି 2026 ଭୋଟର ଲିଷ୍ଟରେ ନାହିଁ, ସେଇମାନଙ୍କର ଯୋଉଟାକି ପିଡିଏଫ୍ ଆପଣମାନେ ଏଇଠୁ ହିଁ ଡାଉନଲୋଡ୍ କରିପାରିବେ। ତେଣୁ ଡାଉନଲୋଡ୍ କରିବା ପାଇଁ ହେଲେ ଆପଣମାନେ ଦେଖନ୍ତୁ ପୁରା ସିମ୍ପଲ ପ୍ରୋସେସ୍ ରହିଛି। ଫାଷ୍ଟ ଗୋଟେ ରହିଛି ଦେଖନ୍ତୁ ସିଲେକ୍ଟ ଡିଷ୍ଟ୍ରିକ୍ଟ। ସିଲେକ୍ଟ ଡିଷ୍ଟ୍ରିକ୍ଟ ଅପସନ୍ରେ ଆପଣମାନେ କ୍ଲିକ୍ କରିବେ, ନିଜ ଡିଷ୍ଟ୍ରିକ୍ଟ ଆପଣମାନେ ସିଲେକ୍ଟ କରିଦେବେ। ତାପରେ ରହିଛି ଏସସି, ଅର୍ଥାତ୍ ଆପଣମାନଙ୍କର ଯେଉଁ ନିର୍ବାଚନ ମଣ୍ଡଳୀ କୋଉଟା ରହିଛି ସେଟା ଆପଣମାନେ ଦେଇଦେବେ। ନିର୍ବାଚନ ମଣ୍ଡଳୀ ଆପଣମାନେ ସିଲେକ୍ଟ କରିସାରିଲା ପରେ ତାପରେ ଦେଖନ୍ତୁ ରହିଛି ବୁଥ୍, ଅର୍ଥାତ୍ ଏଠି ଆପଣମାନେ ବୁଥ୍ ଆପଣମାନଙ୍କର ସିଲେକ୍ଟ କରିବେ। ବୁଥ୍ କୋଉଠି ଆପଣମାନେ ଜାଣିପାରିବେ ନା ଯେଉଁ ଅଫିସରେ ବା ଯେଉଁ ସ୍କୁଲରେ ଆପଣମାନଙ୍କର ଭୋଟ ଦିଆଯାଏ, ଆପଣମାନେ ସେଇଟାକୁ ବୁଥ୍ ବୋଲି କହୁ। ତେଣୁ ଆପଣମାନେ ନିଜର ବୁଥ୍ ଦେଇଦେବେ। ତ ବୁଥ୍ ଏଠି ଆପଣମାନେ ଦେଇସାରିଲା ପରେ ତାପରେ ଦେଖନ୍ତୁ କ୍ୟାପଚା କୋଡ୍ ଆସିବ। ତ ସେଇ କ୍ୟାପଚା କୋଡ୍ ଏଣ୍ଟର କରିବେ। ତାପରେ ଏଣ୍ଟର ଅପସନ୍ରେ ଆପଣମାନେ କ୍ଲିକ୍ କରିଦେବେ। ଦେଇସାରିଲା ପରେ ଦେଖନ୍ତୁ ଏଠି ରହିଛି କ୍ଲିକ୍ ହିଅର୍ ଟୁ ଭ୍ୟୁ ପିଡିଏଫ୍। କ୍ଲିକ୍ ହିଅର୍ ଟୁ ଭ୍ୟୁ ପିଡିଏଫ୍ ଅପସନ୍ରେ ଆପଣମାନେ କ୍ଲିକ୍ କଲା ପରେ ଆପଣମାନଙ୍କ ଅଞ୍ଚଳର ଯୋଉଟାକି ଲିଷ୍ଟ ଆସିଯିବ। କିନ୍ତୁ ସବୁଠାରୁ ଆପଣମାନଙ୍କୁ ମୁଁ ଗୋଟେ ଡିଟେଲ୍ସ କହୁଛି। ଦେଖନ୍ତୁ, ଏଇ ଯଦି ଆପଣମାନେ ଅନଲାଇନରେ ଚେକ୍ କରୁଛନ୍ତି, ଆପଣମାନେ ସର୍ଚ୍ଚ କଲା ପରେ ଯେଉଁ ବୁଥ୍ ଆପଣମାନେ ସର୍ଚ୍ଚ କରିବେ, କିନ୍ତୁ ଏଠି ଆସିଲା ବେଳେ ବୁଥ୍ଟା ଅଲଗା ଆସୁଛି। କୌଣସି ଟେକ୍ନିକାଲ ଇସ୍ୟୁ ହେଇଥାଇପାରେ। ଆଜି ଯେହେତୁ ଫାଷ୍ଟ ଫେଜ୍ରେ ଆସିଛି, ତେଣୁ ମନେ ରଖନ୍ତୁ ଆପଣମାନେ ଯଦି ଅନଲାଇନ ଚେକ୍ କରୁଛନ୍ତି, ଥରେ ଚେକ୍ କଲେ ଆପଣମାନେ ଜାଣିପାରିବେ। ଆପଣମାନେ ନିଜ ଏରିଆରେ ଯଦି ବୁଥ୍ ଲିଷ୍ଟ ଚେକ୍ କରୁଛନ୍ତି କିନ୍ତୁ ଏଠି ଅଲଗା ଗୋଟେ ବୁଥ୍ ଲିଷ୍ଟ ଆସୁଛି, ତେଣୁ ସବୁଠୁ ବେଷ୍ଟ ଆପଣମାନେ ଅଫଲାଇନରେ ଚେକ୍ କରିପାରିବେ। ନହେଲେ ପୋର୍ଟାଲ ଯଦି ଆଉ ଥରେ ଅପଡେଟ୍ ହବ, ହୁଏତ ଆପଣମାନେ ସେ ବିଷୟରେ ମଧ୍ୟ ଜାଣିପାରିବେ। ତ ଦେଖନ୍ତୁ ଏଠି କୋଉମାନଙ୍କର ନାମ ରହିଛି ନା ଯୋଉମାନଙ୍କର ନାଁ କଟିଛି କେବଳ ସେଇମାନଙ୍କ ଲିଷ୍ଟଟା ଏଠି ଶୋ କରୁଛି। କିନ୍ତୁ ଯଦି ଆପଣମାନେ ଅଫଲାଇନ ବିଏଲଓଙ୍କ ପାଖରେ ଦେଖିବେ, ତାହେଲେ ସେଠି ଆପଣମାନଙ୍କର ପୁରା ଲିଷ୍ଟ ଆସିଯିବ। ତେଣୁ ସର୍ବପ୍ରଥମେ ଦେଖନ୍ତୁ ଏଠି ଆପଣମାନଙ୍କର ଯଦି
ନାଁ ଅଛି ଯେଉଁମାନଙ୍କର ନାଁ କାଟିଛି ତାଙ୍କର ନାମ ତ ଏଠି ମେନସନ୍ କରାଯାଇଛି ଏବଂ ଆପଣମାନଙ୍କର କ'ଣ ପାଇଁ କାଟିଛି ତାର ମଧ୍ୟ ରିଜିନ୍ ଦିଆଯାଇଛି। ଦେଖନ୍ତୁ ଯେଉଁମାନେ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହେଇଛନ୍ତି, କୋଉମାନଙ୍କର ମୃତ୍ୟୁ ହେଇଛି ଏବଂ ଯେଉଁମାନଙ୍କର ଏଇ ଅପସନ୍‌ଟି ଅଛି ଯେ ଖୋଜିବା ପାଇଁ ସମ୍ଭବ ନୁହେଁ ବା ଅନୁପସ୍ଥିତ। ଏଇ ଅପସନ୍ ଯଦି ଆପଣମାନଙ୍କର ରହିଛି ତା ଅର୍ଥ ଏଇ ହିତାଧିକାରୀମାନେ ବର୍ତ୍ତମାନ ଯୋଉଟାକି କୌଣସି କାରଣରୁ ନିଜର ଯୋଉଟାକି କରେକ୍ସନ୍ କରିପାରିନାହାନ୍ତି। ତେଣୁ ଆପଣମାନେ ଥରେ ନିଜ ନିଜ ଏରିଆର ଲିଷ୍ଟଟି ଚେକ୍ କରିଦିଅନ୍ତୁ। ପୋର୍ଟାଲ ଯେହେତୁ ଆପଣମାନଙ୍କର କୌଣସି ଗୋଟେ ଟେକ୍ନିକାଲ ଇସ୍ୟୁ ପାଇଁ ଆପଣମାନେ ଯେତେବେଳେ ଚେକ୍ କରୁଛନ୍ତି ଆପଣଙ୍କ ନିଜର ଗାଁ ନାଁ ଶୋ ନକରି ଅନ୍ୟାନ୍ୟ ବୁଥର ଶୋ କରୁଛି। ତେଣୁ ସବୁଠୁ ବେଷ୍ଟ ଆପଣମାନେ ନିଜର ବିଏଲ୍ଓଙ୍କ ସହିତ ଯୋଗାଯୋଗ କରନ୍ତୁ। ବିଏଲ୍ଓଙ୍କ ସହିତ ଯୋଗାଯୋଗ କଲା ପରେ ଆପଣମାନଙ୍କର ଯୋଉଟାକି ଡ୍ରାଫ୍ଟ ଲିଷ୍ଟ ମଧ୍ୟ ଚେକ୍ କରନ୍ତୁ। ତେଣୁ ସମୟସୀମା ବହୁତ କମ୍ ଅଛି। ଯେଉଁମାନେ ବି ଭିଡ଼ିଓ ଦେଖୁଛନ୍ତି ନିହାତି ଆପଣମାନେ ଏହି ଭିଡ଼ିଓଟି ସେୟାର କରନ୍ତୁ ଏବଂ ଯଦି ଆପଣମାନଙ୍କର ନାମ ଏହି ଲିଷ୍ଟରେ ଅଛି ବା ଆପଣମାନଙ୍କର ନାମ ରିଜେକ୍ଟ ହେଇଯାଇଛି ତାହେଲେ ଏହାର ପରବର୍ତ୍ତୀ ଭିଡ଼ିଓରେ ଆମେ ଜାଣିବା କେମିତି ଆପଣମାନେ ଫର୍ମ 6 ଫିଲ୍ଅପ୍ କରିବେ ଏବଂ କ'ଣ କ'ଣ କଲେ ଆପଣମାନେ ପୁଣି ଥରେ ଭୋଟର ଲିଷ୍ଟରେ ଯୋଡ଼ି ହେଇପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ୍ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖୁଥିଲେ ଆମକୁ ନିହାତି ଫଲୋ କରିବେ। ଧନ୍ୟବାଦ।